ହ୍ୟାଲୋ ସାଙ୍ଗମାନେ, ସଜବାଜର ପ୍ରିପାରେସନ ଦେଖି ଭାବୁଛନ୍ତି ନା କଣ ପାଇଁ ଏ ସଜବାଜ? ତ ଆଗକୁ ଦେଖିଲେ ଆପଣ ମାନେ ଜାଣିପାରିବେ। ମୋ ସଜବାଜ ସରିବା ସାଙ୍ଗରେ ଆୟୁଷଙ୍କର ବି ସଜବାଜ ସରି ଯାଇଥିଲା। ଘର ତାଲା ପକେଇକିନି ଦି ଜଣ ବାହାରି ପଡିଲୁ। ଦିନଟି ଥିଲା ସୋମବାରେ, ତ ସେଥିପାଇଁ ଆମେ ବାହାରିଥିଲୁ ଶିବ ମନ୍ଦିର। ଯେହେତୁ ଆୟୁଷଙ୍କର ଏ ସିଫ୍ଟ ଚାଲିଥିଲା ତ ଆମେ ଭାବିଲୁ 4ଟା ବେଳେ ହିଁ ଆସିଥିଲେ ସନ୍ଧ୍ୟା ବେଳକୁ ଯିବୁ। ତ 7:30 ସୁଦ୍ଧା ମନ୍ଦିର ବନ୍ଦ ହେଇଯାଉଛି, ସେଥିପାଇଁ ଆମେ ଜଲ୍ଦି ଜଲ୍ଦିରେ ବାହାରିକି ପଳେଇ ଆସିଥିଲୁ। ତ ବହୁତ ଦିନ ହେଲାଣି ଆସିନଥିଲୁ, ଯେହେତୁ ନିଜର ବ୍ୟସ୍ତତା ସାଙ୍ଗରେ ସ୍ୱାମୀଙ୍କର ବି ଡ୍ୟୁଟି ରହୁଛି, ଏ ସିଫ୍ଟ ବି ସିଫ୍ଟ, ତ ସବୁ ଜିନିଷ ଚେଞ୍ଜେସ ହେଇଯାଉଛି। ଓଡିଶାରେ ଥିଲାବେଳେ ପ୍ରତି ସୋମବାରେ କ୍ଷୀର ବେଲପତ୍ର ଧରିକି ଯାଉଥିଲୁ। ଯେହେତୁ ଓଡିଶାରେ ରହୁନୁ ତ ଯୋଉ ଏରିଆରେ ରହୁଛୁ ସେ କଲଚରକୁ ନେଇକିନି ଚଳିବାକୁ ପଡିବ। ଯାହା ବି ହେଲେ ଓଡିଶାର କଲଚରକୁ ସବୁବେଳେ ଆମେ ମିସ୍ କରିଥାଉ। ସେଠିକାର ପୂଜା ପରମ୍ପରା ଯୋଉ ଭଳିଆ ଥାଏ, ଏଠି ତ ସେସବୁ ନା ନଥାଏ। ତ ଚେଷ୍ଟା କରୁ ସେସବୁକୁ ନିଜ ଭିତରେ ଏଞ୍ଜୟ କରିବା ପାଇଁ କି, ସେସବୁ ପାଳିବା ପାଇଁ କି। ତ ଏମିତି କହୁ କହୁ ଆସିକିନି ଆମ ସବୁ ମନ୍ଦିର ଦର୍ଶନ ସରିଗଲା। ତ ଏଠି ତ ମାନେ ଆମ ଓଡିଶା ଭଳିଆ ନଥାଏ, ତ ଯେମିତି ହିଁ ଥାଏ ଆମେ ସେମିତି ହିଁ ପୂଜା କରିକି ଆସିଲୁ। ଆସିକିନି ଗାଡି ବାହାର କରିଦେଇ ପଳେଇ ଆସିଲୁ। ତ ଯାଇଛୁ ଯେହେତୁ ଗୁପଚୁପ୍ ଟିକେ ଖାଇବୁ ନା ନାଇଁ। ଥ୍ୟାଙ୍କ ୟୁ ଫର ୱାଚିଂ, ବାଏ।